ଖଣ୍ଡଗିରି ଉଦୟଗିରି ସେଠି 50 ବର୍ଷ ତଳେ 200 ସାଧୁ ସନ୍ଥ ଭଦ୍ର ସାଧୁ ସନ୍ଥକୁ ଘର ଜମି ଦିଆଇ ମଠ ତିଆରି କରାଯାଇଛି ଜାନକୀ ପଟ୍ଟନାୟକ ସମୟରେ। ସେ ଆଜି ମଧ୍ୟ ଯାଇଥିଲେ, କହିଲେ ପୋଲିସ ଭାରି ତଡ଼ ଦଉଛନ୍ତି ଆମକୁ। ଦ୍ୱିତୀୟ, ଏଠି କୌଣସି ନିଶା ଯେମିତି କେହି ନ ଖାଇବେ ଏବଂ ନାରୀ ନିର୍ଯାତନା ଏ ମଠ ଅଞ୍ଚଳରେ ହବନି। ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ ବୋଲି ସାଧୁ ସନ୍ଥ ତମ ସୀମା ଭିତରେ ତମେ ରୁହ। ତମର କାମ ହେଲା ଭଗବାନଙ୍କୁ ପୂଜା କରିବା, ଆଳତି କରିବା, ପୂଜା କରିବା, ସୁକାଳ ଧୂପ କରିବା, ଦ୍ୱିପହର ଭୋଜନ ଧୂପ କରିବା, ରାତିରେ ଧୂପ କରିବା, ନୀତି କରିବା। ତମେ ଫାଲତୁ ଧନ୍ଦାରେ ପଶନି। କିଏ ମଦ ଖାଇଲା, କିଏ ନିଶା ଖାଇଲା, କିଏ କଣ କଲା, କିଏ କୋଉଠି କଣ କଲା, ସେଥିରେ ପଶନି। ତମେ ଆଧ୍ୟାତ୍ମିକ ଚିନ୍ତା ଲୋକଙ୍କ ପାଖେ ସୃଷ୍ଟି କର, ଭକ୍ତି ପୂଜା କର, ସେଥିରେ କିଛି କରନି। ଆଉ ସରକାର ବାହାଦୁର ମୋହନ ମାଝୀ ମହୋଦୟ ଖଣ୍ଡଗିରି ଚାରିପାଖ ହଉଛି ସାଧୁ ସନ୍ଥଙ୍କ ଏରିଆ। ସୃଷ୍ଟି ଅମଳରୁ ସେଇଠି ଜୈନ ଧର୍ମ, ସେଇଠି ହିନ୍ଦୁ ଧର୍ମ, ସେଇଠି ବୁଦ୍ଧ ଧର୍ମ, ସେଇଠି ମା ଦୁର୍ଗା ଆମେ ପୂଜା କରି ଆସୁଛୁ ବର୍ଷ ବର୍ଷ ଧରି। ହଜାର ହଜାର ବର୍ଷ ହେଲାଣି ଖଣ୍ଡଗିରି ଯାତ୍ରା, ମାଘ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ। ସେଠି ସାଧୁ ସନ୍ଥ ଯୋଉ କହିଛନ୍ତି ନିଶାଠୁ ଦୂରରେ ରୁହ ଯୁବ ସମାଜ, ମହିଳା ସମାଜ, ଛାତ୍ର ସମାଜ। ନିଶାଠୁ ଦୂରରେ ରୁହ, ବ୍ରାଉନ ସୁଗର, ଚରସ ଆଦି ପ୍ରକାର ନିଶା ମଦ। ଦ୍ୱିତୀୟ, ନାରୀ ନିର୍ଯାତନାଠୁ ଦୂରରେ ରୁହ। ଭଉଣୀ ମାନଙ୍କୁ ଭଉଣୀ ଭଳି ଦେଖ। ରାମ ସୀତା ଭଳିଆ ସ୍ୱାମୀ ସ୍ତ୍ରୀ ଦେଖ, ଖୁବ ଭଲ ହବ। ତେଣୁ କୌଣସି ବିଶୃଙ୍ଖଳା ଯେମିତି ଯାତ୍ରା ବେଳେ ନ ହୁଏ ପୋଲିସ ତରଫରୁ। ତମେ ଯେତେ ସିସିଟିଭି ଲଗାଉଛ ଲଗା, ଯାହା କର, ମଠ ମାନଙ୍କ ଉପରେ ଅତ୍ୟାଚାର କରନି। ଲୋକ ଗୁଡାକ ଯେମିତି ନିଶା ନ ଖାଇବେ, ସଜାଗ ରୁହ। ନାରୀ ନିର୍ଯାତନା ନହବ। ତମେ ସବୁ ଇନ୍ଦିରା ପାର୍କ, ଫରେଷ୍ଟ ପାର୍କ, ବୁଦ୍ଧ ପାର୍କ, ବାଜପେୟୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ये सब पार्क को देख। धौली, खंडगिरी, उदयगिरी, डेरास, नंदनकानन, बरुणई, लवणगिरी पार्क टिके पुलिस सजाग रख। लोक संख्या बढ़ीगलानी, जगह नहीं। पुओ झील माने मनोरंजन करने, रिलैक्स करने, क्लांत जीवन गोटे भलरे कटेवाई ठाकुर दर्शन करूँ, टिके जंगल रे बसबू, टिके गार्डन रे बसबू। ये जो चिंता तांकु शांति रे उपभोग करिया को दियो। पुलिस टे कड़ा कड़ी कर, ताले भल।